ମାଲକାନଗିରି ଥାନା ସହାୟତା ନେଇ ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଘଟଣାର 3 ଦିନ କିଏ ତାକୁ ଧରିବାରେ ବିଫଳ ହେଇଛି ବର୍ତ୍ତମାନ ପର୍ଯ୍ୟନ୍ତ ମାଲକାନଗିରି ପୋଲିସ। ତା ସହିତ ଯେଉଁମାନେ ଶିଶୁମାନେ ଉଦ୍ଧାର କରାଯାଇଛି ଶିଶୁମାନେ କୋଉ କାରଣ ପାଇଁ ଯାଉଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ପଷ୍ଟ ହେଇପାରୁନି ଯେହେତୁ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ସମର କୋର୍ଟ ନାଁରେ ବିଜୟୱାଡ଼ାକୁ ନିଆଯାଉଥିଲା କିନ୍ତୁ ସେଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିପାରୁନି। କିନ୍ତୁ ବଡ଼ କଥା ହେଉଛି ଏ କେବଳ ମାଲକାନଗିରି କଥା ନୁହେଁ, ପୂର୍ବରୁ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏଭଳି ଶିଶୁ ଚାଲାଣର ଖବର ଆସିଥିଲା। ଯଦି କହିବା ବେଙ୍ଗାଲୁରୁ ଏକ୍ସପ୍ରେସରୁ 11 ଜଣ ଶିଶୁକୁ ଉଦ୍ଧାର କରାଯାଇଥିଲା। କଟକ ଷ୍ଟେସନ ପାଖାପାଖି 60 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେଭଳି ହାୱଡ଼ା ପୁରୀ ଧଉଳି ଏକ୍ସପ୍ରେସରେ ସେଭଳି ପାଖାପାଖି 60 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଭଳି ଅନେକ ଘଟଣା ପୂର୍ବରୁ ଆସିଛି ସାମ୍ନାକୁ କିନ୍ତୁ ଏଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ବର୍ତ୍ତମାନ ମାଲକାନଗିରି ଏ ଚିତ୍ର ଦେଖାଯାଇଛି। ମାଲକାନଗିରି ଆପଣ ଜାଣିଥିବେ ମାଲକାନଗିରି ଥାନା ସହାୟତା ନେଇ ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଘଟଣାର 3 ଦିନ କିଏ ତାକୁ ଧରିବାରେ ବିଫଳ ହେଇଛି ବର୍ତ୍ତମାନ ପର୍ଯ୍ୟନ୍ତ ମାଲକାନଗିରି ପୋଲିସ। ତା ସହିତ ଯେଉଁମାନେ ଶିଶୁମାନେ ଉଦ୍ଧାର କରାଯାଇଛି ଶିଶୁମାନେ କୋଉ କାରଣ ପାଇଁ ଯାଉଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ପଷ୍ଟ ହେଇପାରୁନି ଯେହେତୁ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ସମର କୋର୍ଟ ନାଁରେ ବିଜୟୱାଡ଼ାକୁ ନିଆଯାଉଥିଲା କିନ୍ତୁ ସେଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିପାରୁନି। କିନ୍ତୁ ବଡ଼ କଥା ହେଉଛି ଏ କେବଳ ମାଲକାନଗିରି କଥା ନୁହେଁ, ପୂର୍ବରୁ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏଭଳି ଶିଶୁ ଚାଲାଣର ଖବର ଆସିଥିଲା। ଯଦି କହିବା ବେଙ୍ଗାଲୁରୁ ଏକ୍ସପ୍ରେସରୁ 11 ଜଣ ଶିଶୁକୁ ଉଦ୍ଧାର କରାଯାଇଥିଲା। କଟକ ଷ୍ଟେସନ ପାଖାପାଖି 60 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେଭଳି ହାୱଡ଼ା ପୁରୀ ଧଉଳି ଏକ୍ସପ୍ରେସରେ ସେଭଳି ପାଖାପାଖି 60 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଭଳି ଅନେକ ଘଟଣା ପୂର୍ବରୁ ଆସିଛି ସାମ୍ନାକୁ କିନ୍ତୁ ଏଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ବର୍ତ୍ତମାନ ମାଲକାନଗିରି ଏ ଚିତ୍ର ଦେଖାଯାଇଛି। ମାଲକାନଗିରି ଆପଣ ଜାଣିଥିବେ ମାଲକାନଗିରି ଥାନା ସହାୟତା ନେଇ ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଘଟଣାର 3 ଦିନ କିଏ ତାକୁ ଧରିବାରେ ବିଫଳ ହେଇଛି ବର୍ତ୍ତମାନ ପର୍ଯ୍ୟନ୍ତ ମାଲକାନଗିରି ପୋଲିସ। ତା ସହିତ ଯେଉଁମାନେ ଶିଶୁମାନେ ଉଦ୍ଧାର କରାଯାଇଛି ଶିଶୁମାନେ କୋଉ କାରଣ ପାଇଁ ଯାଉଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ପଷ୍ଟ ହେଇପାରୁନି ଯେହେତୁ ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସେମାନଙ୍କୁ ସମର କୋର୍ଟ ନାଁରେ ବିଜୟୱାଡ଼ାକୁ ନିଆଯାଉଥିଲା କିନ୍ତୁ ସେଥିରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିପାରୁନି। କିନ୍ତୁ ବଡ଼ କଥା ହେଉଛି ଏ କେବଳ ମାଲକାନଗିରି କଥା ନୁହେଁ, ପୂର୍ବରୁ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏଭଳି ଶିଶୁ ଚାଲାଣର ଖବର ଆସିଥିଲା। ଯଦି କହିବା ବେଙ୍ଗାଲୁରୁ ଏକ୍ସପ୍ରେସରୁ 11 ଜଣ ଶିଶୁକୁ ଉଦ୍ଧାର କରାଯାଇଥିଲା। କଟକ ଷ୍ଟେସନ ପାଖାପାଖି 60 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେଭଳି ହାୱଡ଼ା ପୁରୀ ଧଉଳି ଏକ୍ସପ୍ରେସରେ ସେଭଳି ପାଖାପାଖି 60 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଭଳି ଅନେକ ଘଟଣା ପୂର୍ବରୁ ଆସିଛି ସାମ୍ନାକୁ କିନ୍ତୁ ଏଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ବର୍ତ୍ତମାନ ମାଲକାନଗିରି ଏ ଚିତ୍ର ଦେଖାଯାଇଛି। ମାଲକାନଗିରି ଆପଣ ଜାଣିଥିବେ